ଆପଣଙ୍କ ପରିବାର କି କୌଣସି ସମ୍ପର୍କୀୟ କାହାକୁ ବାରମ୍ବାର ମୁଣ୍ଡ ବୁଲାଇବା ଭଳି ସମସ୍ୟା ହେଉଛି କି? ଆପଣ ଏହାକୁ କ୍ଳାନ୍ତି, ଦୁର୍ବଳତା କିମ୍ବା ପାଗର ପରିବର୍ତ୍ତନ ଭାବି ଅଣଦେଖା କରିଦେଉଛନ୍ତି କି? କିନ୍ତୁ ଆପଣ ଜାଣନ୍ତି କି ଏହା ଶରୀରରେ କେତେକ ଗୁରୁତ୍ୱପୂର୍ଣ୍ଣ ଭିଟାମିନ୍ର ଅଭାବ ଯୋଗୁଁ ହୋଇପାରେ। ଆସନ୍ତୁ ଜାଣିବା ଏହା କେଉଁ ଭିଟାମିନ୍ ଅଭାବ କାରଣରୁ ହୁଏ ଏବଂ ଏହାର ଲକ୍ଷଣ ସବୁ କ'ଣ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ବାରମ୍ବାର ମୁଣ୍ଡ ବୁଲାଇବା ସମସ୍ୟା ମୁଖ୍ୟତଃ ଭିଟାମିନ୍ B12, ଭିଟାମିନ୍ ଡି ଏବଂ ଫୋଲେଟ୍ ଅର୍ଥାତ୍ ଭିଟାମିନ୍ B9ର ଅଭାବ ସହ ଜଡ଼ିତ ହୋଇପାରେ। ଭିଟାମିନ୍ B12 ଏବଂ ଫୋଲେଟ୍ ଆମ ଶରୀରରେ ଲାଲ ରକ୍ତ କଣିକା ତିଆରି କରିବାରେ ସାହାଯ୍ୟ କରେ। ଯଦି ଏହାର ଅଭାବ ହୁଏ ତେବେ ଆନିମିଆ ବା ରକ୍ତହୀନତା ଦେଖାଦିଏ, ଯାହାଦ୍ୱାରା ମସ୍ତିଷ୍କକୁ ପର୍ଯ୍ୟାପ୍ତ ଅକ୍ସିଜେନ୍ ମିଳିନଥାଏ ଏବଂ ମୁଣ୍ଡ ବୁଲାଏ। ଏପରି ଭିଟାମିନ୍ ଡି ଅଭାବରୁ ମାଂସପେଶୀ ଦୁର୍ବଳ ହୋଇଯାଏ ଏବଂ ଶରୀରର ସନ୍ତୁଳନ ବିଗିଡ଼ିଯାଏ, ଯାହା ମୁଣ୍ଡ ବୁଲାଇବାର କାରଣ ସାଜେ। କେବଳ ଭିଟାମିନ୍ ନୁହେଁ, ବରଂ ଲୋ ବ୍ଲଡ୍ ପ୍ରେସର, ଡିହାଇଡ୍ରେସନ୍ କିମ୍ବା କାନ ସମ୍ପର୍କିତ କୌଣସି ସମସ୍ୟା ଯୋଗୁଁ ମଧ୍ୟ ମୁଣ୍ଡ ବୁଲାଇପାରେ। ଯଦି ଆପଣଙ୍କୁ ମୁଣ୍ଡ ବୁଲାଇବା ସହ ଅତ୍ୟଧିକ ଦୁର୍ବଳ ଏବଂ କ୍ଳାନ୍ତି ଅନୁଭବ କରିବା, ନିଶ୍ୱାସ ନେବାରେ କଷ୍ଟ ହେବା କିମ୍ବା ଆଖିକୁ ଝାପ୍ସା ଦେଖାଯିବା, ହାତ ଏବଂ ପାଦରେ ଝିମ୍ଝିମ୍ ହେବା କିମ୍ବା ଅଚେତ ହୋଇଯିବା ଏବଂ ଛାତିରେ ଯନ୍ତ୍ରଣା ଅନୁଭବ ହେବା ଆଦି ଲକ୍ଷଣ ଦେଖାଯାଉଛି, ତେବେ ତୁରନ୍ତ ସତର୍କତା ଅବଲମ୍ବନ କରନ୍ତୁ। ଏହା କୌଣସି ବଡ଼ ରୋଗର ସଂକେତ ହୋଇପାରେ। ତେଣୁ ମୁଣ୍ଡ ବୁଲାଇବାକୁ ହାଲକା ଭାବେ ନିଅନ୍ତୁ ନାହିଁ। ନିଜ ମନ ଇଚ୍ଛା କୌଣସି ଭିଟାମିନ୍ ମଧ୍ୟ ଔଷଧ ଖାଆନ୍ତୁ ନାହିଁ। ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେଇ ବ୍ଲଡ୍ ଟେଷ୍ଟ କରାନ୍ତୁ। ସୁଷମ ଖାଦ୍ୟ ଖାଆନ୍ତୁ, ପର୍ଯ୍ୟାପ୍ତ ପାଣି ପିଅନ୍ତୁ ଏବଂ ଭଲ ଭାବେ ଶୁଅନ୍ତୁ। ଯଦି ସମସ୍ୟା ଗୁରୁତର ହୁଏ ତେବେ ତୁରନ୍ତ ମେଡିକାଲ ଯାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ବ୍ୟୁରୋ ରିପୋର୍ଟ, ପ୍ରମେୟ ଡିଜିଟାଲ।